ଝାଲିଆବେଡ଼ା ଆକାଶିଆ ଜଙ୍ଗଲରେ 26 ଟିକିଆ ହାତୀପଲ। ବୃହତ୍ତମ ପଶୁ କହିଲେ ସାଧାରଣତଃ ହାତୀକୁ ହିଁ ବୁଝାଇଥାଏ। ହାତୀପଲଙ୍କ ଆଶ୍ରୟସ୍ଥଳ ହେଉଛି ଘଞ୍ଚ ଜଙ୍ଗଲ। କିନ୍ତୁ ଖଣି ଖାଦାନ ଖୋଳି ଘଞ୍ଚ ଜଙ୍ଗଲ ଲୋପ ହୋଇଗଲାଣି। ହାତୀମାନଙ୍କ ଆଶ୍ରୟସ୍ଥଳ ଆଉ ନାହିଁ। ଯଦିବା କିଛି କିଛି ସ୍ଥାନରେ ଘଞ୍ଚ ଜଙ୍ଗଲ ରହିଛି, ସେଠାରେ ହାତୀମାନଙ୍କ ଖାଇବା ଗଛପତ୍ରର ଘୋର ଅଭାବ। ଯାହାଫଳରେ ବଣୁଆ ହାତୀପଲ ଏବେ ଗାଁ ମୁହାଁ ହୋଇଯାଇଛନ୍ତି। ଗାଁ ଗହଳିରେ ପଶି ମଣିଷ ଖାଦ୍ୟଶସ୍ୟକୁ ନିଜର ଖାଦ୍ୟ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମ ପଞ୍ଚାୟତର ଝାଲିଆବେଡ଼ା ଆକାଶିଆ ଜଙ୍ଗଲ ମଧ୍ୟରେ 26 ଟିକିଆ ହାତୀପଲ ଡେରା ପକାଇଛନ୍ତି। ହାତୀପଲ ଆସିଯିବା ଫଳରେ ଚାଷୀ କୂଳରେ ଚଡ଼କ ପଡ଼ିଯାଇଛି। ପାଣିପାଗର ନିଅଣ୍ଟିଆ ବର୍ଷାରେ ବହୁ କଷ୍ଟରେ କରିଥିବା ଚାଷ ଏବେ ହାତୀ ମୁହଁରେ ପଡ଼ିଯିବ ବୋଲି ଚାଷୀଙ୍କ ମୁଣ୍ଡ ଉପରେ ଲଦି ହୋଇଯାଇଛି ବିରାଟକାୟ ଚିନ୍ତାର ପାହାଡ଼। ପରିବାର ପ୍ରତିପୋଷଣ କରିବା ପାଇଁ ଚାଷ ହିଁ ଏକମାତ୍ର ଭରସା ହୋଇଥିବା ବେଳେ ହାତୀମାନଙ୍କ ଆଗମନରେ ଚାଷ ଜମି ହାତୀ ମୁହଁରେ ପଡ଼ିଯିବ ବୋଲି ଚାଷୀ ଭାଇ ଜାଣି ସାରିଲେଣି। ତଥାପି ହାତୀ ଦାଉରୁ ଚାଷ ଜମିକୁ ଉଦ୍ଧାର କରିବା ପାଇଁ ଚାଷୀ କୂଳ ଆପ୍ରାଣ ଉଦ୍ୟମ କରିଥାନ୍ତି। ଖାଦ୍ୟ ଅଭାବରେ ହାତୀପଲ ଖାଇବା ପାଇଁ କେବଳ ଚାଷ ଜମି ଉପରେ ନଜର ରଖିଥିଲେ ମଧ୍ୟ ଅନେକ ଘରଦ୍ୱାର ଭାଙ୍ଗି ବାସହରା କରିଦେଇଥାନ୍ତି। ଧାନ ଚାଷ କରି କିଛି କିଛି ଜମିରେ ଫସଲ ପାଚିବାର ସମୟ ହୋଇଯାଇଥିବା ବେଳେ ସେହି ଚାଷ ଜମି ଉପରେ ହାତୀମାନଙ୍କ କଡ଼ା ନଜର ରହିବ। ହାତୀପଲ ଚାଷ ଜମିରେ ଥରେ ପଶିଲେ ସେହି ଚାଷ ଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ବନ୍ୟଜନ୍ତୁଙ୍କ ଖାଦ୍ୟ ଅଭାବର ଏକ ଜ୍ୱଳନ୍ତ ନମୁନା ହାତୀମାନଙ୍କ ଗାଁ ଆଗମନର ଏକ ଉଦାହରଣ। ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହିତ ଧନଜୀବନ ନଷ୍ଟ କରିବା ବର୍ଷ ବର୍ଷରୁ ଲାଗି ରହିଛି। ହାତୀମାନଙ୍କ ଉପଦ୍ରବରୁ ମଣିଷ ସମାଜ ମୁକ୍ତି ପାଇବାରୁ ବଞ୍ଚିତ ରହୁଛି। ହାତୀମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ଆଗକୁ ମଧ୍ୟ ହାତୀମାନଙ୍କ ଉତ୍ପାତ ଲାଗି ରହିବ। ବିଭିନ୍ନ ଉପାୟରେ ହାତୀ ଉପଦ୍ରବକୁ ରୋକିବା ପାଇଁ ପ୍ରଶାସନ ଶତ ଚେଷ୍ଟା କରୁଥିଲେ ମଧ୍ୟ ସବୁ ବିଫଳ ହେବା ଚାଷୀ କୂଳ ପେଟରେ ଲାଥ ମାରିବା ଭଳି ଜଣାପଡ଼ୁଛି। ବର୍ଷ ବର୍ଷ ଧରି ହାତୀ ଉପଦ୍ରବର ଶିକାର ହୋଇ ଚାଷୀ କୂଳ ହତାଶ ହୋଇ ବସିଲେଣି। ଚାଷ ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିବା ଯୋଗୁଁ ବାଧ୍ୟ ବାଧକତାରେ ଚାଷୀ ଚାଷ କାର୍ଯ୍ୟ କରୁଥିବା ବେଳେ ଜଙ୍ଗଲୀ ହାତୀପଲ ଚାଷୀ କୂଳ ଉପରେ ଦାଉ ସାଧୁଛନ୍ତି। ହାତୀ ଦାଉରୁ କେବେ ମୁକ୍ତି ମିଳିବ କି ହାତୀ ଉପଦ୍ରବର ବୁଢ଼ିଆଣୀ ଜାଲ ମଧ୍ୟରେ ବର୍ଷ ବର୍ଷ ଧରି ଚାଷୀ କୂଳ ଛନ୍ଦି ହୋଇ ରହିଥିବେ, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରୁନାହିଁ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।